ସମସ୍ତଙ୍କୁ ଗୁଡ୍ ଇଭିନିଂ। ଆଜିର ଭିଡ଼ିଓରେ ମୁଁ ଆପଣମାନଙ୍କ ସହିତ କିଛି ଡିସ୍କସନ୍ କରିବାକୁ ଯାଉଛି, ଯାହାକି ରହିଛି ଏଇଟା ହେଉଛି 29 ତାରିଖର ପେପର୍ ଏବଂ ଏଥିରେ ଯେଉଁ ନ୍ୟୁଜ୍ଟି ଆସିଥିଲା ଆପଣମାନେ ଦେଖିବେ କମ୍ ଅଧିକ ଜାଣିପାରିଥିବେ ଯେ ତଥାପି କିଛି ପିଲାମାନଙ୍କର ଡାଉଟ୍ ରହୁଛି ଯେ ମାନେ ଏଇ ଯେଉଁ 1375 PGT ପୋଷ୍ଟ ଏବଂ କ'ଣ ରହିଛି 16,519ଟି କନିଷ୍ଠ ଶିକ୍ଷକ ଏବଂ ଆଉ କ'ଣ ରହିଛି 6,025ଟି ପୋଷ୍ଟ, ଏହା ସମ୍ପର୍କରେ କିଛି ପିଲାଙ୍କ ଡାଉଟ୍ ରହୁଛି। ତ ମୁଁ ଆପଣମାନଙ୍କୁ କେବଳ ଏଠି PGT ସମ୍ପର୍କରେ କହିବାକୁ ଯାଉଛି। ଦେଖନ୍ତୁ ପିଲାମାନେ, ଏଇ ଯେଉଁ 1375ଟି PGT ପୋଷ୍ଟ ନୂଆ ପୋଷ୍ଟ କି ମାନେ ଅନଗୋଇଂ ରିକ୍ରୁଟମେଣ୍ଟ ଚାଲିଥିବା ପୋଷ୍ଟ, ସେଇ ବିଷୟରେ ପିଲାମାନଙ୍କର ବହୁତ ଡାଉଟ୍ ରହୁଛି। ତ ତେଣୁ ମୁଁ ଭିଡ଼ିଓଟି ବନାଉଛି। ଯଦି ଆପଣମାନେ ଯଦି ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିବେ ତାହେଲେ ଜାଣିପାରିବେ ଯେ ଏଇଟା କେଉଁ ପୋଷ୍ଟ। ଦେଖନ୍ତୁ, ଏ ହେଉଛି 1375ଟି ଯାହାକି OPSC ବାହାର କରିଥିଲା ଯେଉଁ ପୋଷ୍ଟ ରହୁଛି। ଓକେ, OPSC ଯେଉଁ ପୋଷ୍ଟ ବାହାର କରିଥିଲା 300 କେତେ ପୋଷ୍ଟ ପ୍ଲସ୍ ଯେଉଁ 1000 କେତେଟି ପୋଷ୍ଟ ମିଶିକି 1375 ପୋଷ୍ଟ, ଏ ହେଉଛି ସେଇ ପୋଷ୍ଟ ସମ୍ପର୍କରେ କୁହାଯାଇଛି। ଓକେ, ଆଉ ଯେଉଁ SSBର ଯେଉଁ ପୋଷ୍ଟ ଥିଲା ସେ ସମ୍ପର୍କରେ ଏଥିରେ କୌଣସି ମେନସନ୍ ହେଇନାହିଁ। ତେଣୁ ସେମାନେ ଲେଖିଛନ୍ତି ଯେ 1375 ପୋଷ୍ଟ, ଯାହାକି ଅନଗୋଇଂ ରିକ୍ରୁଟମେଣ୍ଟ ଚାଲିଛି, ଯାହା ଆପଣମାନଙ୍କର 15 ଏବଂ 15ରେ ତାପରେ ଯେଉଁ ସବଜେକ୍ଟ ଅଲଗା ଅଲଗା ଡେଟ୍ରେ ଅଛି, ଯାହାକି 6 ତାରିଖ ପର୍ଯ୍ୟନ୍ତ ଚାଲିବ। ତ ଏ ଥିଲା ଆପଣମାନଙ୍କର ଅନଗୋଇଂ ପୋଷ୍ଟ, କୌଣସି ନୂଆ ପୋଷ୍ଟ ଆସିନାହିଁ। ଯଦି କିଛି ନୂଆ ପୋଷ୍ଟ ଆସିବ ତାହେଲେ ଏହା ଆପଣମାନେ ଏଇ ରିକ୍ରୁଟମେଣ୍ଟଟି ସରିଲା ପରେ ଯାଇକି କିଛି ନୂଆ ପୋଷ୍ଟ ଆସିପାରେ। ତ ଏତେ ପର୍ଯ୍ୟନ୍ତ କୌଣସି ଇନଫର୍ମେସନ୍ ନାହିଁ ଯେ ଅପକମିଂ PGT ଭ୍ୟାକେନ୍ସି କି କ'ଣ ଆସିବ, କେବେ ଆସିବ କିଛି ଜଣାପଡ଼ିଯାଇ ନାହିଁ। ତେଣୁ ଆପଣମାନେ ଯଦି ପ୍ରିପାରେସନ୍ କରୁଛନ୍ତି, ଯେଉଁମାନଙ୍କର B.Ed କଣ୍ଟିନ୍ୟୁ ଚାଲିଛି, ସେମାନଙ୍କୁ ୱେଟ୍ କରିବାକୁ ପଡ଼ିବ। ଧନ୍ୟବାଦ। ଯଦି ଭିଡ଼ିଓଟିକୁ ଭଲ ଲାଗିଥାଏ ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେ ନାହିଁ।